ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ବାରମୂଳାରୁ ଭୁଜ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସୀମାରେଖା ଓ ନିୟନ୍ତ୍ରଣ ରେଖା ନିକଟରେ 26ଟି ସ୍ଥାନରେ ଡ୍ରୋନ୍ ଠାବ ହୋଇଥିବା ସୂଚନା। ଦେଶର 32ଟି ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ ଘୋଷଣା କଲେ ସରକାର। ତେଲଙ୍ଗାନାରେ ପ୍ରତିବନ୍ଧିତ ସିପିଆଇ ମାଓବାଦୀ ଦଳର 38 ଜଣ ସଦସ୍ୟଙ୍କ ଆତ୍ମସମର୍ପଣ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପାକିସ୍ତାନକୁ ଋଣ ଯୋଗାଣ ପ୍ରସଙ୍ଗରେ ଭୋଟ ଦାନରୁ ବିରତ ରହିଲା ଭାରତ। ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଆଇପିଏଲ୍ ସିରିଜ୍କୁ ଏକ ସପ୍ତାହ ଲାଗି ସ୍ଥଗିତ ରଖିଲା ବିସିସିଆଇ। ବାରମୂଳାରୁ ଭୁଜ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସୀମାରେଖା ଓ ନିୟନ୍ତ୍ରଣ ରେଖା ନିକଟରେ 26ଟି ସ୍ଥାନରେ ଡ୍ରୋନ୍ ଠାବ କରାଯାଇଛି। ସେଗୁଡ଼ିକ ମଧ୍ୟରୁ କେତେକ ଡ୍ରୋନ୍ ସାଧାରଣ ନାଗରିକ ଓ ସାମରିକ ଘାଟିଗୁଡ଼ିକ ପ୍ରତି ଲକ୍ଷ୍ୟ କରି ପ୍ରୟୋଗ କରାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ ବାରମୂଳା, ଶ୍ରୀନଗର, ଅବନ୍ତିପୁରା, ନଗ୍ରୋଟା, ଜମ୍ମୁ, ଫିରୋଜପୁର, ପଠାନକୋଟ, ଫଜିଲ୍କା, ଲାଲଗଡ଼ ଜଟ୍ଟା, ଜୈସଲମେର, ବାଡ଼ମେର, ଭୁଜ, କ୍ୱାରବେଟ ଏବଂ ଲାଖିନାଲା ଅଞ୍ଚଳରେ ଡ୍ରୋନ୍ ଠାବ ହୋଇଥିବା ନେଇ ସୂଚନା ଦିଆଯାଇଛି। ଭାରତୀୟ ସଶସ୍ତ୍ର ବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯାଉଛି। ସୀମା ସେପଟୁ ଆସୁଥିବା ଡ୍ରୋନ୍ଗୁଡ଼ିକୁ ଡ୍ରୋନ୍ ପ୍ରତିରୋଧୀ ବ୍ୟବସ୍ଥା ଜରିଆରେ ନିଷ୍କ୍ରିୟ କରାଯାଉଛି। ସେନାବାହିନୀ ପକ୍ଷରୁ ଏହିସବୁ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଘର ଭିତରେ ରହିବା ଲାଗି ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଛି। ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଗତକାଲି ପଞ୍ଜାବର ଫିରୋଜପୁର, ଅମୃତସର ଏବଂ ପଠାନକୋଟରେ ଡ୍ରୋନ୍ ଆକ୍ରମଣ ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ସେଗୁଡ଼ିକୁ ଭାରତୀୟ ସଶସ୍ତ୍ର ବାହିନୀ ନିଷ୍କ୍ରିୟ କରିଦେଇଛନ୍ତି। ଫିରୋଜପୁରରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଘର ନଷ୍ଟ ହୋଇଥିବା ବେଳେ ଗୋଟିଏ ପରିବାରର 3 ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଇଛି। ଫିରୋଜପୁର ପୋଲିସ ମୁଖ୍ୟ ଭୂପିନ୍ଦର ସିଂ ସିଦ୍ଧୁ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଘଟୁଥିବା ସୀମାପାର ଆକ୍ରମଣର କଡ଼ା ଜବାବ ଦିଆଯାଉଛି। ପାକିସ୍ତାନ ପକ୍ଷରୁ ଲେହରୁ ଆରମ୍ଭ କରି ସିରକ୍ରିକ୍ ପର୍ଯ୍ୟନ୍ତ ଭାରତର 36ଟି ସ୍ଥାନରେ ପ୍ରାୟ 400ରୁ ଅଧିକ ଡ୍ରୋନ୍ ବ୍ୟବହାର କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ସଶସ୍ତ୍ର ବାହିନୀ ବିଭିନ୍ନ ଉପାୟରେ ଅନେକଗୁଡ଼ିଏ ଡ୍ରୋନ୍କୁ ନିଷ୍କ୍ରିୟ କରିଦେଇଥିବା ଜଣାପଡ଼ିଛି। ଗତକାଲି ନୂଆଦିଲ୍ଲୀରେ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି, ଦେଶର ପଶ୍ଚିମ ଦିଗରେ ପାକିସ୍ତାନ ସେନା ଅନେକ ଥର ଭାରତୀୟ ବାୟୁସୀମା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନ ପକ୍ଷରୁ ମୁଖ୍ୟତଃ ସାମରିକ ଭିତ୍ତିଭୂମିଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା। ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇଥିବା ସେ କହିଛନ୍ତି। ବିପୁଳ ମାତ୍ରାରେ ଡ୍ରୋନ୍ ବ୍ୟବହାରର ଉଦ୍ଦେଶ୍ୟ ହେଉଛି ଭାରତର ବାୟୁ ପ୍ରତିରୋଧୀ ବ୍ୟବସ୍ଥାକୁ ପରୀକ୍ଷା କରିବା ଏବଂ ଗୁଇନ୍ଦା ତଥ୍ୟ ହାସଲ କରିବା। ଭାରତୀୟ ସେନା ପକ୍ଷରୁ ନିଷ୍କ୍ରିୟ କରାଯାଇଥିବା ପାକିସ୍ତାନୀ ଡ୍ରୋନ୍ଗୁଡ଼ିକର ଫରେନ୍ସିକ୍ ଯାଞ୍ଚ ପରେ ସେଗୁଡ଼ିକ ତୁର୍କୀରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। अंतर्राष्ट्रीय सीमा और नियंत्रण रेखा पर लेह से लेकर सरक्रीक तक 36 स्थानों पर 300 से 400 लगभग ड्रोनों का इस्तेमाल घुसपैठ का प्रयास करने के लिए किया गया। भारतीय सशस्त्र बलों ने काइनेटिक्स व नॉन काइनेटिक साधनों का उपयोग करके इनमें से कई ड्रोन्स को मार गिराया। इतने बड़े पैमाने पर हवाई घुसपैठों का संभावित उद्देश्य वायु रक्षा प्रणालियों का परीक्षण करना और खुफिया जानकारी इकट्ठा करना था। ड्रोन के मलबे की फोरेंसिक जांच की जा रही है। प्रारंभिक रिपोर्ट्स से पता चलता है कि वे तुर्की के असीस गार्ड सॉन्गर ड्रोन्स हैं। କମାଣ୍ଡର ଭୂମିକା ସିଂ କହିଛନ୍ତି, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର 4ଟି ବାୟୁ ପ୍ରତିରୋଧୀ ବ୍ୟବସ୍ଥା ଉପରେ ଡ୍ରୋନ୍ ଜରିଆରେ ଆକ୍ରମଣ କରିଥିବା ବେଳେ ଗୋଟିଏ ଏଡି ରାଡାର ଧ୍ୱଂସ ହୋଇଛି। ସୀମାବର୍ତ୍ତୀ ଅଞ୍ଚଳରେ ଆକ୍ରମଣ ଯୋଗୁଁ କିଛି ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଭାରତର ପାଲଟା ଆକ୍ରମଣରେ ପାକିସ୍ତାନ ସେନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ପହଲଗାମ ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତି ନଥିବା ବିଷୟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ପାକିସ୍ତାନ ବାରମ୍ବାର ମିଛ କହି ଚାଲିଛି। ସେ କହିଛନ୍ତି, ପାକିସ୍ତାନ ସେନା ଭାରତର ଧାର୍ମିକ ସ୍ଥଳୀ ବିଶେଷ କରି ଗୁରୁଦ୍ୱାର ଏବଂ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ କରୁଛି। ସେ କହିଛନ୍ତି, ବର୍ତ୍ତମାନ ସୁରକ୍ଷା ପରିସ୍ଥିତି ଦୃଷ୍ଟିରୁ କର୍ତ୍ତାରପୁର ସାହିବ କରିଡରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଦେଶର ଉତ୍ତର ଏବଂ ପଶ୍ଚିମାଞ୍ଚଳରେ ଥିବା 32ଟି ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ ଘୋଷଣା କରିଛନ୍ତି। ଚଳିତ ମାସ 14 ତାରିଖ ପର୍ଯ୍ୟନ୍ତ ସେହିସବୁ ବିମାନ ବନ୍ଦରଗୁଡ଼ିକ କାର୍ଯ୍ୟ କରିବ ନାହିଁ। ସୂଚନା ଅନୁଯାୟୀ ଅମୃତସର, ଚଣ୍ଡିଗଡ଼, ଜମ୍ମୁ, ଶ୍ରୀନଗର, ଭୁଜ, ଜାମନଗର, ଜୈସଲମେର, ପଠାନକୋଟ ଏବଂ ଅନ୍ୟ କେତେକ ବିମାନ ବନ୍ଦରକୁ ବନ୍ଦ ରଖାଯାଇଛି। ଏହି ସମୟରେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଥିବା ଏୟାର ଟ୍ରାଫିକ୍ ସେବାର 25ଟି ଭାଗକୁ ବନ୍ଦ ରଖାଯିବ ବୋଲି ଜଣାପଡ଼ିଛି।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି। ତେବେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ପକ୍ଷରୁ କେତେକ ପରାମର୍ଶବଳୀ ଜାରି କରାଯାଇଛି। ବିମାନ ବନ୍ଦର ପକ୍ଷରୁ କୁହାଯାଇଛି, ବିମାନ ବନ୍ଦରରେ ଉଡ଼ାଣ ଓ ଅବତରଣ କାର୍ଯ୍ୟ ସ୍ୱାଭାବିକ ହୋଇଥିଲେ ମଧ୍ୟ ବାୟୁସୀମା ପରିବର୍ତ୍ତନ ଯୋଗୁଁ କେତେକ ବିମାନ ଉଡ଼ାଣରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଯାତ୍ରୀମାନଙ୍କୁ ବିମାନ ବନ୍ଦର କର୍ମଚାରୀଙ୍କ ସହ ସହଯୋଗ କରିବା ଲାଗି କୁହାଯାଇଛି। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଏବଂ ଜରୁରୀକାଳୀନ ଯୋଗାଣ ବ୍ୟବସ୍ଥାକୁ ଦୃଢ଼ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ସ୍ଥିତିର ସମୀକ୍ଷା କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏକମାତ୍ର ରାଜ୍ୟ ଭାବେ ଗୁଜରାଟ ପାକିସ୍ତାନ ସହ ଉଭୟ ଜଳ ଓ ସ୍ଥଳପଥରେ ନିକଟତର ରହିଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଦୃଢ଼ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଥିବା ପ୍ରମୁଖ ବନ୍ଦର ଏବଂ ସୋମନାଥ ଓ ଦ୍ୱାରକାଧୀଶ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଜରୁରୀକାଳୀନ ସ୍ୱାସ୍ଥ୍ୟସେବାର ମୁକାବିଲା ଲାଗି ସୀମାବର୍ତ୍ତୀ ଜିଲ୍ଲା ବନସକଣ୍ଠା, ପାତନ ଏବଂ କୁଚ୍ରେ 150ରୁ ଅଧିକ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମୁତୟନ କରାଯାଇଛି। ରକ୍ତଭଣ୍ଡାରଗୁଡ଼ିକରେ ପର୍ଯ୍ୟାପ୍ତ ରକ୍ତ ଗଚ୍ଛିତ ରଖିବା ଲାଗି ରକ୍ତଦାନ ଶିବିରମାନ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଗୁଜରାଟର 7ଟି ବିମାନ ବନ୍ଦରକୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଥିବା ଜଣାପଡ଼ିଛି। ପାକିସ୍ତାନ ଆଜି ଦିନ 12ଟା ପର୍ଯ୍ୟନ୍ତ ତାର ଆକାଶ ସୀମାକୁ ବନ୍ଦ ରଖିଛି। ପେଶାୱାର ଯାଉଥିବା ପାକିସ୍ତାନ ଅନ୍ତର୍ଜାତୀୟ ବିମାନ PIA 218 ଶେଷ ବିମାନ ଭାବେ ତାର ବାୟୁସୀମାରେ ଉଡ଼ିଥିଲା ଓ ବଲୁଚିସ୍ତାନ କ୍ୱେଟା ଉପରେ ବହୁ ସମୟ ଧରି ଉଡ଼ିବା ପରେ ସେଠାରେ ଜରୁରୀକାଳୀନ ଅବତରଣ କରିଛି। ଏବେ ପାକିସ୍ତାନରେ କୌଣସି ବାଣିଜ୍ୟିକ ବିମାନ ଉଡ଼ାଣ କରୁନାହିଁ। ସବୁ କ୍ଷେତ୍ରରେ ଭାରତଠାରୁ ପରାସ୍ତ ହେବା ପରେ ପାକିସ୍ତାନ ସାମାଜିକ ଗଣମାଧ୍ୟମରେ ଭାରତ ବିରୋଧୀ ପ୍ରଚାର କରିବାରେ ଲାଗିଛି। ପାକିସ୍ତାନର ଡିଜିଟାଲ ସୂତ୍ରରୁ ମିଥ୍ୟା ଭିଡ଼ିଓ ଏବଂ ଫଟୋଚିତ୍ର ଭାଇରାଲ ହେଉଛି। ସାରା ବିଶ୍ୱରେ ଭାରତ ପ୍ରତି ବିଦ୍ୱେଷ ଭାବ ସୃଷ୍ଟି ଲାଗି ପାକିସ୍ତାନ ଏଭଳି କରୁଥିବା କୁହାଯାଇଛି। ଭିଡ଼ିଓ ଗେମ୍ ଜରିଆରେ ପାକିସ୍ତାନ ଅପପ୍ରଚାର କରିବାକୁ ଚେଷ୍ଟା କରୁଛି। 2020 ମସିହାରେ ଲେବାନନରେ ଘଟିଥିବା ଏକ ବିସ୍ଫୋରଣର ଦୃଶ୍ୟକୁ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା ବୋଲି ଦର୍ଶାଇଛି। ପତ୍ର ସୂଚନା କାର୍ଯ୍ୟାଳୟ ଫ୍ୟାକ୍ଟ ଚେକ୍ ୟୁନିଟ୍ ପକ୍ଷରୁ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି। କୌଣସି ସୂଚନାକୁ ବିନା ପ୍ରମାଣରେ ବିଶ୍ୱାସ ନ କରିବା ଲାଗି କୁହାଯାଇଛି। ଆବଶ୍ୟକ ସ୍ଥଳେ PIB ଫ୍ୟାକ୍ଟ ଚେକ୍ ୟୁନିଟ୍ ସହିତ ଯୋଗାଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କୌଣସି ତଥ୍ୟ, ଫଟୋ କିମ୍ବା ଭିଡ଼ିଓର ସତ୍ୟାସତ୍ୟ ଜାଣିବା ଲାଗି ହ୍ୱାଟ୍ସଆପ୍ ନମ୍ବର 8799711259 କିମ୍ବା ଇମେଲ୍ ID socialmedia@pib.gov.in ଯୋଗାଯୋଗ କରାଯାଇପାରିବ। ତେଲଙ୍ଗାନାରେ ପ୍ରତିବନ୍ଧିତ CPI ମାଓବାଦୀ ଦଳର 38 ଜଣ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ଗତକାଲି ଭଦ୍ରାଦି କୋଥାଗୁଡେମ୍ ଜିଲ୍ଲାରେ ପୋଲିସ ଅଧୀକ୍ଷକଙ୍କ ନିକଟରେ ସମ୍ପୃକ୍ତ ମାଓବାଦୀମାନେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ 8 ଜଣ ମହିଳା ଓ 2 ଜଣ ଶିଶୁ ଅଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଛତିଶଗଡ଼ର ବିଜାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିସବୁ ମାଓବାଦୀଙ୍କ ମଧ୍ୟରେ 2 ଜଣ ଦଳୀୟ ସଦସ୍ୟ, 16 ଜଣ ମିଲିସିଆ, 7 ଜଣ ଗ୍ରାମ୍ୟ କମିଟି ସଭ୍ୟ, 6 ଜଣ କିଷାନ ମଜଦୁର ସଂଗଠନର ସଦସ୍ୟ ଓ 3 ଜଣ ଚେତନା ନାଟ୍ୟ ମଞ୍ଚର ସଦସ୍ୟ ରହିଥିବା ବେଳେ 4 ଜଣ ଗ୍ରାମରକ୍ଷକ ଦଳମର ସଦସ୍ୟ ବୋଲି ଜଣାପଡ଼ିଛି। ଗତ ଜାନୁଆରୀ ମାସଠାରୁ ଏପର୍ଯ୍ୟନ୍ତ 265 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସେଠାକାର ପୋଲିସ ଅଧୀକ୍ଷକ କହିଛନ୍ତି। ସୂଚନା ଅନୁଯାୟୀ ଆଦିବାସୀ ଅଞ୍ଚଳରେ ଆଦିବାସୀମାନଙ୍କ ସମର୍ଥନ ମିଳିପାରୁନଥିବାରୁ ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ ନିମନ୍ତେ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି। ଅନ୍ତର୍ଜାତିକ ମୁଦ୍ରାପାଣ୍ଠି IMFର ପାକିସ୍ତାନକୁ ଋଣ ଯୋଗାଣ ପ୍ରସଙ୍ଗରେ ହୋଇଥିବା ସମୀକ୍ଷା ବୈଠକରେ ଭାରତ ଭୋଟ ଦାନରୁ ବିରତ ରହିଛି। ଭାରତ ଅଭିଯୋଗ କରିଛି, ପାକିସ୍ତାନକୁ ଋଣ ପ୍ରଦାନ କରାଗଲେ ତାହା ଆତଙ୍କବାଦ ବୃଦ୍ଧି ନିମନ୍ତେ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଭାରତ କହିଛି, କ୍ରମାଗତ ଭାବେ ସୀମାପାର ଆତଙ୍କବାଦକୁ ସହାୟତା ଦେଉଥିବା ପାକିସ୍ତାନ ସାରା ବିଶ୍ୱ ପ୍ରତି ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିରୁ ପୂର୍ବରୁ ନେଇଥିବା ଋଣ ପ୍ରଦାନ କ୍ଷେତ୍ରରେ ପାକିସ୍ତାନ ସବୁ ସମୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଅଧିକ ଋଣ ନ ଦେବା ପାଇଁ ଭାରତ କହିଛି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ T20 ସିରିଜକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଛନ୍ତି, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି IPLକୁ ସ୍ଥଗିତ ରଖାଯାଇଛି। ପରିସ୍ଥିତି ସ୍ୱାଭାବିକ ହେବା ପରେ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରାଯାଇ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ।
ବାରମୂଳାରୁ ଭୁଜ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସୀମାରେଖା ଓ ନିୟନ୍ତ୍ରଣ ରେଖା ନିକଟରେ 26ଟି ସ୍ଥାନରେ ଡ୍ରୋନ୍ ଠାବ ସୂଚନା। ଦେଶର 32ଟି ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ ଘୋଷଣା କଲେ ସରକାର। ତେଲଙ୍ଗାନାରେ ପ୍ରତିବନ୍ଧିତ ସିପିଆଇ ମାଓବାଦୀ ଦଳର 38 ଜଣ ସଦସ୍ୟଙ୍କ ଆତ୍ମସମର୍ପଣ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପାକିସ୍ତାନକୁ ଋଣ ଯୋଗାଣ ପ୍ରସଙ୍ଗରେ ଭୋଟ ଦାନରୁ ବିରତ ରହିଲା ଭାରତ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ଆଇପିଏଲ୍ ସିରିଜ୍କୁ ଏକ ସପ୍ତାହ ଲାଗି ସ୍ଥଗିତ ରଖିଲା ବିସିସିଆଇ। ସମ୍ବାଦ ଶେଷ ହେଲା।